ଏ ଭଗବାନ ଏ ପୁଅଟା ଆଜି ସକାଳୁ ଉଠିକି ଏତେ ଅଝଟ କରୁଛି ଯେ ତାକୁ ମୁଁ ଜମାରୁ ସମ୍ଭାଳି ପାରୁନି। ଇଏ ଧନ ତୁ କାନ୍ଦୁଛୁ କାହିଁକି? ଶୁଣଟ ମୋ ଧନକୁ ନା କାନ୍ଦୁଛି ସେ କାନ୍ଦୁଛି ତାକୁ ମୁଁ ଜମାରୁ ବୁଝି ପାରୁନି। ଇଏ ପୁଅ ତୁ ଯଦି ଏମିତି କାନ୍ଦିବୁ ଏ ମାମନ ଜମାରୁ ବୁଝିବନି। ଧନରି ତୁ ଯଦି କାନ୍ଦିବୁ ମତେ ବି କାନ୍ଦ ଆସେ। ସେଥିପାଇଁ ନା ତୁ ନେଇଯା ରେ ଧନ ତୁ ନେଇଯା। ଆଉ ତୁ ଯଦି କାନ୍ଦିବୁ ମୋ ମନ କେମିତି ଲାଗି ଜାଣିଛୁ ନା? ଦେଖୁଛୁ ନା ସେ ଜହ୍ନ ମାମୁକୁ ଦେଖୁଛୁ? ତତେ ନା ଆଜି ଜହ୍ନ ମାମୁ ଗୀତ ଗାଇ ଶୁଣେଇଦେବି ମୋ ଧନକୁ ଯେ ଆଉ ଜମାରୁ କାନ୍ଦିବନି। ହଁ ଜମାରୁ କାନ୍ଦିବନି। ତୁ ନେଇକି ଶୋଇପଡ଼ିବ। କାନ୍ଦନାରେ ସୁନା ପୁଅ କାନ୍ଦନା ଆଖିରେ ତୁ ସୁନା ଲୁହ ଝରା ସୁଖର ଦିନ ଆସିବା ଯଦି ବାକୁ ମତେ ଧନ ମଣି ପାଖେ ଆସି ନୂଆ ମନ ପଶି ଦେବା। ସୁଖର ଦିନ ଆସିବା ଯଦି ବାକୁ ମତେ ଧନ ମଣି ପାଖେ ଆସି ନୂଆ ମନ ପଶି ଦେବା। କାନ୍ଦନାରେ ସୁନା କାନ୍ଦନା ଆଖିରେ ତୁ ସୁନା ଲୁହ ଝରା। କାନ୍ଦନାରେ ସୁନା କାନ୍ଦନା ଆଖିରେ ତୁ ସୁନା ଝରା। ହେ ଭଗବାନ ସ୍ୱାମୀ ମୋର ଯାଇଛନ୍ତି ସେ ବଣିଆ ପାଖକୁ। ହେଲେ ଦେଖୁ ଦେଖୁ ସନ୍ଧ୍ୟା ଉପଗତ ହେଇଗଲାଣି। ସ୍ୱାମୀଙ୍କର ତ ଦୁଃଖ ନାହିଁ। ମୁଁ କ'ଣ କରିବି ଏ ରାତ୍ରି ସମୟରେ? ପୁଣି ମୁଁ ଯିବି କୁଆଡ଼େ? ଏ ସ୍ତ୍ରୀ ଲୋକଟା ପୁଣି ରାତ୍ରି ସମୟରେ ଯିବି ବା କୁଆଡ଼େ? ମୁଁ କାହାକୁ ପଚାରିବି? କିଏ ମୋତେ ମୋ ସ୍ୱାମୀର ଉତ୍ତର ଦେବ? କିଏ ମୋତେ ମୋ ସ୍ୱାମୀର ଖବର ଦେବ? ହେ ଭଗବାନ ମୋତେ ବୁଦ୍ଧି ଦିଅ ଠାକୁରେ, ମତେ ବୁଦ୍ଧି ଦିଅ। ମୋ ମୁଣ୍ଡ କିଛି ବି କାମ ଦଉନି। ଏ ରାତ୍ରି ସମୟରେ ଆସିବାର କାରଣ ମୁଁ କ'ଣ ଜାଣିପାରିବି? ରାଣୀମା କ'ଣ କହିବି? ଯେଉଁ କଥା ଶୁଣିଲେ ଆପଣଙ୍କ ପାଦ ତଳ ମାଟି ଖସି ପଡ଼ିବ। ହେ ଭଗବାନ ତୁମେ ପୁଣି କୋଉ ଖବର ନେଇକି ଆସିଛ ଯେ ଖବରଟା ଶୁଣିଲା ମାତ୍ରେ ପାଦ ତଳ ମାଟି ଖସିଯିବ? ସେଇ ଖବରଟା ପୁଣି କ'ଣ? କୁହ ମତେ ଶୁଣିବା ପାଇଁ ଉତ୍କଣ୍ଠା ପ୍ରକାଶ ହେଉଛି। ରାଣୀମା